ବିଷ୍ଣୁ ଘରେ ବସି ଧୂପକାଠି ତିଆରି କରୁଛି। ସେ ପୁରା କାମ ଶିଖିନାହିଁ, ଏବେ ନୂଆ ନୂଆ ସେ ଚଲାଉଛି, ତାର ଭାଗ ମାପ ମଧ୍ୟ ପାଇନାହିଁ। କିନ୍ତୁ ଏଇତକ କରିବା ପାଇଁ ତାକୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ଆଉ ଲାଭଜନକ କୁଟୀର ଶିଳ୍ପ କହିଲେ ଚଳିବ। ନାରୀମାନେ ମଧ୍ୟ ଘରେ ବସିକି ଏହା କରିବା ଉଚିତ। ଆଉ ପ୍ରଥମେ ବହୁତ କଷ୍ଟ ହେବ, କିନ୍ତୁ ସେଟ୍ ହେଇଗଲା ପରେ ସବୁ ଠିକ୍ ହେଇଯିବ, ସମସ୍ୟା ସୁଧୁରିଯିବ। ଆପଣମାନେ କରନ୍ତୁ। ସିଏ ବହୁତ କଷ୍ଟ କରି ସେ କରିଛି, ଏ କୁଟୀର ଶିଳ୍ପଟି ତାର ଚଲେଇଛି, ତାର ଚାଲୁ, ଜଗନ୍ନାଥ ତାଙ୍କୁ ସହାୟ ହୁଅନ୍ତୁ। ଆଉ ଚାଲୁ ତାର କୁଟୀର ଶିଳ୍ପ। ଦେଖନ୍ତୁ କେମିତି ଧୂପକାଠି ତିଆରି ହେଉଛି। ଦେଖନ୍ତୁ ଧୂପକାଠି କେମିତି ହେଉଛି। ତା ଝିଅଟି ବସି ମଝିରେ ମଝିରେ ଟିକେ ଏପଟ ସେପଟ କରୁଛି। ଆମେ ଯାଇଥିଲୁ ସାଙ୍ଗ ଏଇ ଭୁବନେଶ୍ୱର ଯାଇଥିଲୁ ଦଶହରା ଦିନ। ସେଠି ତାଙ୍କର ବସିକି ପଇସା ମଧ୍ୟ ପେମେଣ୍ଟ କରିଥିଲୁ, ଆକାଉଣ୍ଟ ପେ କରିଥିଲୁ। ତାପରେ ଜିନିଷ ସେଇଦିନ ପଠେଇଦେଲେ। ଭଲ, ବହୁତ ବଢ଼ିଆ ଉପାୟ। ଧୂପକାଠି କରିଦେବ, ତାଙ୍କୁ ଦେବା, ସେମାନେ ସେଇ ଅନୁସାରେ ଆମକୁ ପଇସା ଦେବେ। ଦେଖିଲ କେତେ ବଢ଼ିଆ ହେଇଛି। ଆମେ ଦେଖିଦେଉଛେ ନା, ତ ଛୋଟ ମୋଟ ଟିକିନିକି କାମ ଟିକେ କରିବାଟା ଟିକେ କଷ୍ଟ ପଡ଼ିବ। ତାର ଭାଗ ମାପ ଠିକ୍ ହେବା ଦରକାର। ମେସିନ୍ ଚାଲିଛି ଆଉ। ଏଇଠି ସବୁ ପଶିବ, ତାର କଞ୍ଚାମାଲ ଏଇଠି ପଶିବ।